ଲୋକଙ୍କ ଅସନ୍ତୋଷ ପରେ ମୋହନ ସରକାର ବଦଳାଇବେ ନିଷ୍ପତ୍ତି। ପୁଣି ଥରେ ବିଧବା ଏବଂ 80 ବର୍ଷରୁ କମ୍ ଲୋକଙ୍କ ପାଇଁ ବୃଦ୍ଧି ପାଇବ ଭତ୍ତା ଟଙ୍କା। ହଁ ଦର୍ଶକ ବନ୍ଧୁ, ଯେତେବେଳେ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇଛି, ଯେତେବେଳେ ଭତ୍ତା ଟଙ୍କାକୁ ନେଇ ବିଭିନ୍ନ ଚର୍ଚ୍ଚା ଆଉ ଆଲୋଚନା ହେଉଛି, ସେତେବେଳେ ମୋହନ ସରକାର ବାଧ୍ୟ ହୋଇଛନ୍ତି ପୁଣି ଥରେ ବିଧବା ଏବଂ 80 ବର୍ଷରୁ କମ୍ ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ନିଷ୍ପତ୍ତି ବଦଳାଇବାକୁ। ତ ଦର୍ଶକ ବନ୍ଧୁ, କେତେ ଟଙ୍କା ହେବ ବିଧବା ଏବଂ 80 ବର୍ଷରୁ କମ୍ ବୃଦ୍ଧ ବୃଦ୍ଧା ମାନଙ୍କର, ଆସନ୍ତୁ ଆଉ ଡେରି ନକରି ପୁରା ଖବର ଉପରେ ନଜର ପକାଇବା। ଯଦି ଏହା ପୂର୍ବରୁ ଆପଣ ମୋହନ ସରକାରଙ୍କ ସବୁ ନିୟମକୁ ଅନୁସରଣ କରୁଥାନ୍ତି ଏବଂ ମୋହନ ସରକାରଙ୍କୁ ପସନ୍ଦ କରୁଥାନ୍ତି, ତାଙ୍କୁ କିଛି ଜଣାଇବାକୁ ଚାହୁଁଥାନ୍ତି, ତେବେ କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ। ଦର୍ଶକ ବନ୍ଧୁ, 2 ଦିନ ତଳେ ମୋହନ ସରକାର ନିଷ୍ପତ୍ତି ନେଇଥିଲେ ଯେ 80 ବର୍ଷରୁ ଅଧିକ ବୃଦ୍ଧ ବୃଦ୍ଧା ମାନଙ୍କର ଭତ୍ତା ଟଙ୍କା ବୃଦ୍ଧି ପାଇବ। ଆଉ ଭତ୍ତା ଟଙ୍କା ବୃଦ୍ଧି ପାଇ 3500 ଟଙ୍କା ହେବ। ସେଇଭଳି ବିକଳାଙ୍ଗ ମାନେ ଯେଉଁମାନେ 80% ବିକଳାଙ୍ଗ ବା ଦିବ୍ୟାଙ୍ଗ, ସେମାନଙ୍କର ମଧ୍ୟ 3500 ଟଙ୍କା ଭତ୍ତା ଟଙ୍କା ହେବ। ତେବେ ଏହି ସୂଚନା ଆସିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଲୋକେ କହିଥିଲେ ନିର୍ବାଚନ ସମୟରେ ମୋହନ ସରକାର ସାଧାରଣ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଠିକ ଭାବରେ ପାଳନ କଲେ ନାହିଁ। ମୋହନ ସରକାର ବା ବିଜେପି ଯାହା କହିଥିଲା ତାହା ସଠିକ ଭାବେ କାର୍ଯ୍ୟକାରୀ କଲା ନାହିଁ। ଶେଷ ମୁହୂର୍ତ୍ତରେ ଯେତେବେଳେ ଭତ୍ତା ଟଙ୍କା ବୃଦ୍ଧି ପାଇଲା, ଏହାକୁ ନେଇ ସମସ୍ତଙ୍କ ମନରେ ଅସନ୍ତୋଷ ବଢିବାକୁ ଲାଗିଲା। ତ ଦର୍ଶକ ବନ୍ଧୁ, ଆମେ ଏଠାରେ ଏବେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ କି ଯେତେବେଳେ ଏହି ଅସନ୍ତୋଷ ବୃଦ୍ଧି ପାଇଛି, ସାରା ରାଜ୍ୟରେ ଭତ୍ତା ବୃଦ୍ଧିକୁ ନେଇ ଲୋକେ ନାନା କଥା ଆଲୋଚନା କରୁଛନ୍ତି। ଯଦି ତମାମ ସମସ୍ତଙ୍କ ମତାମତକୁ ଦେଖିବା, ତେବେ କେଉଁଠି ନା କେଉଁଠି ସାଧାରଣ ଲୋକେ ଏହା ମଧ୍ୟ ଆଲୋଚନା କରୁଛନ୍ତି କି ମୋହନ ସରକାର ପୁଣି ଥରେ ବାଧ୍ୟ ହୋଇ ଏହା ଉପରେ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ବିଧବା ଏବଂ 80 ବର୍ଷରୁ କମ୍ ଲୋକମାନଙ୍କର ଭତ୍ତା ବୃଦ୍ଧି ନେଇ ଆଉଥରେ ଆଲୋଚନା କରିପାରନ୍ତି। କିନ୍ତୁ ଦର୍ଶକ ବନ୍ଧୁ, ଆଗକୁ କଣ ଘଟିବ ତାହା ତ ସମୟ କହିବ। ହେଲେ ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ତ ଦର୍ଶକ ବନ୍ଧୁ, ଆପଣମାନେ ଯଦି ଭତ୍ତା ବୃଦ୍ଧିକୁ ନେଇ କିଛି ମତାମତ ଜଣାଇବାକୁ ଚାହୁଁଛନ୍ତି, ତେବେ ଆମକୁ କମେଣ୍ଟ ମାଧ୍ୟମରେ ଲେଖି ନିହାତି ଜଣାନ୍ତୁ।